ଧ୍ୟାନ ଓ ପ୍ରାର୍ଥନା। କାଗାମାରୁ ଜାହାଜ, ମାର୍ଚ୍ଚ 7, 1914। କାଲି ତୁ ଆମ ନିକଟକୁ ଆସିଥିଲୁ ଆଶ୍ଚର୍ଯ୍ୟ ଅଭୟ ରୂପେ। ଏପରିକି ଅତି ସ୍ଥୂଳ ପ୍ରକାଶ ମଧ୍ୟ ତୋର ବିଧାନକୁ ଜୟୀ ହେବାକୁ ଦେଇଥିଲା। ତୁ ହିଂସ୍ରତାକୁ ଜୟ କରିଛୁ ପ୍ରଶାନ୍ତି ଦ୍ୱାରା, ପଶୁତ୍ୱକୁ ଜୟ କରିଛୁ ସୌମ୍ୟତା ଦ୍ୱାରା, ଏବଂ ଯେଉଁଠି ଏପରି ଦୁର୍ଗତି ଘଟି ପାରିଥାନ୍ତା ଯାହାର କୌଣସି ପ୍ରତିକାର ନାହିଁ, ସେଠାରେ ତୋର ଶକ୍ତିର ମହିମା ପ୍ରକଟ ହୋଇଛି। ହେ ଭଗବାନ, କୃତଜ୍ଞତାରେ ପରିପୂର୍ଣ୍ଣ ହୃଦୟ ନେଇ ତୋର ସାନ୍ନିଧ୍ୟକୁ ସ୍ୱାଗତ କରୁଛି। ମୋ ପାଇଁ ଏହା ଏକ ଅଭ୍ରାନ୍ତ ଚିହ୍ନ ଯେ ଆମ୍ଭେମାନେ ତୋ ନାମ ନେଇ ତୋ ସକାଶେ ଜୀବନ ଧାରଣ କରିବାର, ଚିନ୍ତା କରିବାର ଓ କର୍ମ କରିବାର ଶକ୍ତି ଲାଭ କରିବୁ। କେବଳ ଭିତରର ଭାବରେ ନୁହେଁ ବା ଇଚ୍ଛାରେ ନୁହେଁ, ବରଂ କାର୍ଯ୍ୟତଃ ଏକ ଅଖଣ୍ଡ ସିଦ୍ଧି ମଧ୍ୟରେ। ଆଜି ପ୍ରଭାତରେ ମୋର ପ୍ରାର୍ଥନା ସେଇ ଗୋଟିଏ ଆସ୍ପୃହା ନେଇ ତୋ ଆଡ଼କୁ ଉଠି ଚାଲୁଛି। ତୋ ପ୍ରେମକୁ ଜୀବନରେ ଫଳିତ କରିବାକୁ ହେବ, ଚତୁର୍ଦିଗରେ ବିକୀର୍ଣ୍ଣ କରିବାକୁ ହେବ, ଏପରି ପ୍ରବଳ ଭାବେ ଓ ସାଫଲ୍ୟତାର ସହିତ ଯେ ଯେଉଁମାନେ ଆମ ସଂସ୍ପର୍ଶରେ ଆସିବେ ସେମାନେ ସମସ୍ତେ ପାଇବେ ବଳବୀର୍ଯ୍ୟ, ନବଜୀବନ ଓ ଜ୍ଞାନର ଆଲୋକ। ଶକ୍ତିର ପ୍ରୟୋଜନ ଜୀବନକୁ ନିରାମୟ କରିବା ପାଇଁ, ଦୁଃଖ କଷ୍ଟରୁ ମୁକ୍ତ କରିବା ପାଇଁ, ଶାନ୍ତି ଓ ଅଟଳ ବିଶ୍ୱାସ ଜନ୍ମାଇବା ପାଇଁ, ବେଦନାକୁ ମୂଳପୋଛ କରି ତା ସ୍ଥାନରେ ଯଥାର୍ଥ ସୁଖ ପ୍ରତିଷ୍ଠା କରିବା ନିମନ୍ତେ। ଯେଉଁ ସୁଖ ରହିଛି ତୋ ମଧ୍ୟରେ ଓ ଯାହା ଚିରକାଳ ଅମ୍ଳାନ। ହେ ଭଗବାନ, ହେ ଅନୁପମ ବନ୍ଧୁ, ସର୍ବଶକ୍ତିମାନ ପ୍ରଭୁ, ଆମମାନଙ୍କର ସମଗ୍ର ସତ୍ତା ମଧ୍ୟରେ ପ୍ରବେଶ କର, ତାହାକୁ ରୂପାନ୍ତରିତ କରିଚାଲ। ଯେତେଦିନ ପର୍ଯ୍ୟନ୍ତ ଏକମାତ୍ର ତୁ ହିଁ ଆମ ଅନ୍ତରରେ ଆମକୁ ଅବଲମ୍ବନ କରି ବାସ ନ କରିଛୁ। ମା।